ଆଜି ଏମିତି ହେଲା ଯେ ବାହାରକୁ ଖାଇବାକୁ ଯାଇକି ନ ଖାଇକି ଘରେ ଆସିକି ରାନ୍ଧିକି ଖାଇବାକୁ ପଡ଼ିଲା। କ'ଣ ପାଇଁ ଏମିତି ହେଲା ସାଙ୍ଗମାନେ ଆପଣଙ୍କୁ ମୁଁ ଏଇ ଭିଡ଼ିଓରେ ଆଗକୁ କହିବି। ପ୍ଲିଜ୍ ନିଶ୍ଚୟ ଯୋଡ଼ି ରୁହନ୍ତୁ ମୋ ସାଙ୍ଗରେ ଆଉ ଦେଖନ୍ତୁ କ'ଣ କ'ଣ ଆଜି ସବୁ ବନେଇଛୁ ଆମେମାନେ। ଜୟ ଜଗନ୍ନାଥ ସାଙ୍ଗମାନେ, ଜୟ ଶ୍ରୀକୃଷ୍ଣ। ଆଜି ଆମର ଖରାବେଳେ ବ୍ଲଗ୍ ଷ୍ଟାର୍ଟ ହେଉଛି। ଦେଖନ୍ତୁ ଡାଲି, ଭାତ, ମେଥି ଆଳୁ ପକେଇକି ତାର ମେଥି ଶାଗ ହେଇଛି। ଏଠି ବନ୍ଧାକୋବି ଆଳୁ ଭଜା ହେଇଛି, ଟମାଟୋ ଚକଟା ହେଇଛି, ଚଲ୍ହା ନେଇଯାଇଛୁ। ଆସନ୍ତୁ ସାଙ୍ଗମାନେ ଖାଇଦେବା। କାହିଁକିନା ଆଜି ଶୋଇକି ଉଠିଲେ ପୁଅକୁ ଛାଡ଼ିକି ଯିବାର ଅଛି ମୋର ଟିକେ ବାହାରକୁ ମୁଁ କୁଆଡ଼େ ଯାଉଛି ଆପଣମାନଙ୍କୁ ପଛେ ମୁଁ କହିବି। ତ ଚାଲନ୍ତୁ ସାଙ୍ଗମାନେ, ଏବେ ଯେହେତୁ ପୁଅ ଶୋଇଛି ଜଲ୍ଦି ଜଲ୍ଦି ଆମେମାନେ ଖାଇଦେବା। ଏଠି ମୁଁ ଜଲ୍ଦି ଜଲ୍ଦି କାମ ସାରିଲେ ଯିବୁ। ହେଇ ଦେଖନ୍ତୁ ସାଙ୍ଗମାନେ, ଆମେ ଆସିଛୁ ତାଙ୍କ ସାଙ୍ଗର ସ୍ତ୍ରୀର ଶ୍ରୀମତରେ ମାନେ ଗୋଦ ଭରାଇ। ମୋ ଝିଅ ଏଠି ଭାରି ଏନ୍ଜୟ କରିଛି। ମୋ ପୁଅକୁ ସନ୍ଧ୍ୟା ଟାଇମ୍ରେ ଆଣିନି କାହିଁକିନା ଶୀତ ବହୁତ। ଦେଖନ୍ତୁ ସାଙ୍ଗମାନେ, ଆମେ ଆସିଲା ବେଳୁ ପିଲାମାନେ ଆମ କୁଣିଆ ସବୁ ଆସିଗଲେଣି। କୁଣିଆ ଆସିକି ବସିଯାଇଛନ୍ତି ଖବର ନ ଦେଇ। ସେଥିପାଇଁ ସେଠି ଖାଇକି ନ ଆସିକି ଘରେ ଆସିକି ରାନ୍ଧିବାକୁ ପଡ଼ିଲା। ଏସବୁ ଦେଖନ୍ତୁ କୁଣିଆମାନେ ଖାଇବାକୁ ବି ବସି ପଡ଼ିଲେଣି। ଜଲ୍ଦି ଜଲ୍ଦି ରାନ୍ଧିଦେଲୁ ଆସିକି ଆମେ ସାଙ୍ଗେ ସାଙ୍ଗେ ସେଇଠୁ ସବୁ ସରିକି ଆମେ ପଳେଇ ଆସିଥିଲୁ। ଯେହେତୁ ଘରେ ରାନ୍ଧିବାର ଥିଲା, କୁଣିଆ ଆମ ନଣନ୍ଦ ନଣନ୍ଦେଇ ସବୁ ଆସିଥିଲେ। ବ୍ରେଡ଼୍ ପକୋଡ଼ା ଆମର ଏଇଠି ଛାଣୁଛି ଦିଦି, ପୁଅ ସେପଟେ ଖେଳୁଛି। ଏଠି ଆମେ ଆମ କାମରେ ଲାଗି ପଡ଼ିଲୁଣୁ। ସେଇଠି ଭଲ ହେଇଛି ଖାଇକି ଆସିନି, କାହିଁକିନା ଭଲ ଆଇଟମ୍ ଘରେ କଲୁ। ଘରେ ଖାଇବାଟା ହିଁ ଠିକ୍। ଦେଖନ୍ତୁ ବ୍ରେଡ଼୍ ପକୋଡ଼ା, ଘୁଙ୍ଗୁଳା ମାନେ ନଳି ଆଳୁ, ଆମର ଏଠି ଘୁଙ୍ଗୁଳା ବଟେଟା କୁହାଯାଏ ତାକୁ। ତ ସାଙ୍ଗମାନେ ଆସନ୍ତୁ ଦେଖନ୍ତୁ ଏଇ ପ୍ରକାରରେ ଖାଇଦେବା। ଆସନ୍ତୁ ଖାଇଦେବା। ଆଉ ସନ୍ଧ୍ୟା ଟାଇମ୍ରେ ଦେଖନ୍ତୁ ମୋ ପୁଅ ବହୁତ ମଜାମସ୍ତି କରିଛି ତା ଦିଦି ଆଉ ବଡ଼ ଭାଇ ସାଙ୍ଗରେ। ମୋ ନଣନ୍ଦମାନେ କହିଲେ ଆମ ଫଟୋ ଆଣିବନି, ସେଥିପାଇଁ ତାଙ୍କ ଫଟୋ ମୁଁ ମାନେ ଚେହେରା ମୁଁ ଆପଣମାନଙ୍କୁ ଦେଖାଇ ପାରିନି ସାଙ୍ଗମାନେ।